ସାର୍ ଆମକୁ ଏଠାରେ ବହୁତ ମାନସିକ ନିର୍ଯାତନା ସହିତ ମାନେ ସେକ୍ସୁଆଲ ହାରାସମେଣ୍ଟ କଥାବାର୍ତ୍ତା କରୁଛନ୍ ଆମର ହେଡ଼ମାଷ୍ଟର ସାର୍ ସବୁବେଳେ ଖରାପ କଥା ତ କହୁଛନ୍ ସାର୍ ବୋଲେ ତମକେ ମୋତେ ଭଲ ଲାଗ୍ସି ଆଉ ତମେ ଶାଢ଼ୀ ପିନ୍ଧିଲେ ଦେଖିଲେ ଆମକେ ମୋତେ ପୁରା କେନ୍ତା କେନ୍ତା ଲାଗ୍ସି ତମର ହଜବେଣ୍ଡ ତ ନେଇ ନା ଏବେ মোর কথারে রাজি হিজ নেই কে কাঁ অসুবিধা হেবা যে আর যদি রাজি নি হব বলে দেখো মুই তোমাকে হইরাণ করবি তোমার দরমা কাটবি বলে কইসন স্যার ଏ ଅଭିଯୋଗଟା ଆମକୁ ଜଣେ ସିସି ମେଟ୍ରୋନ୍ ଯାଇକି ଅଫିସରେ ଦେଇଥିଲେ। ଆକର୍ଡ଼ିଂଲି ଆମେ ଆମର ଅଫିସର ଏଡିଡବ୍ଲ୍ୟୁ ସବ୍ କଲେକ୍ଟର ମ୍ୟାଡ଼ାମକୁ ଆମେ ତଦନ୍ତ ପାଇଁ ଦେଇଛୁ। ଆଜି ଏଡିଡବ୍ଲ୍ୟୁ ସବ୍ କଲେକ୍ଟର ମ୍ୟାଡ଼ାମ ଆଉ ମୁଁ ନିଜେ ଆସିଛୁ ଏ ବାବଦରେ ତଦନ୍ତ କରିବା ପାଇଁ। ତଦନ୍ତ କରିକି ତଦନ୍ତ ରିପୋର୍ଟ ଆମେ ଜିଲ୍ଲାପାଳ ସାର୍ଙ୍କୁ ଦେବୁ। ତାପରେ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ସାର୍ଙ୍କର ପରାମର୍ଶ ଅନୁଯାୟୀ ଆମେ ସରକାରଙ୍କୁ ସୁପାରିଶ କରିବୁ। ଯେଉଁ ଘଟଣାଟି ଆମେ ବର୍ତ୍ତମାନ ଆମ ନଜରକୁ ଆସିଛି এটা ନିହାତି ଭାବେ ଗୋଟେ ଚିନ୍ତାଜନକ ବିଷୟ ଏବଂ ବିଶେଷ କରି ଗୋଟେ ଶିକ୍ଷକଙ୍କ ଦ୍ୱାରା ଏହି ପ୍ରକାର କାର୍ଯ୍ୟ ହେବା ଏହା ଅତି ଘୃଣ୍ୟ ଅପରାଧ ଅଟେ ଏବଂ ଆମେ ଯେହେତୁ କିଛି ବର୍ଷ ଦେଖୁଛୁ ଯେ SHD ସ୍କୁଲମାନଙ୍କରେ ଏହି ପ୍ରକାର ଘଟଣା ଘଟୁଛି ଏହାର କିଛିଟା ଦିଗ ଅଛି ବୋଲି ମୁଁ କହିବି। ପ୍ରଥମ ଦିଗ ହେଲା ଯେଉଁ ଆମର ଯେଉଁ ୱାର୍କ ପ୍ଲେସ୍ ହାରାସମେଣ୍ଟ ସେକ୍ସୁଆଲ ହାରାସମେଣ୍ଟ ଆଇନ ରହିଛି ତାକୁ ଆମେ କଡ଼ାକଡ଼ି ଭାବରେ ଇମ୍ପ୍ଲିମେଣ୍ଟ କରୁନାହୁଁ। ଦ୍ୱିତୀୟ କଥା ହେଲା ଯେ ତା ଅନ୍ତର୍ଗତ ଯେଉଁ ରହିଛି ଗୋଟେ ଇଣ୍ଟରନାଲ୍ କମିଟି ହେବା କଥା ସେଥିରେ 10 ଜଣ ମେମ୍ବର ରହିବେ ମହିଳାମାନେ ରହିବେ ବାହାରିଆ ଲୋକ ରହିବେ NGO ଲୋକ ରହିବେ ତାକୁ ମଧ୍ୟ ଆମେ ଗଠନ କୋଠି କରୁନାହୁଁ। ଏବଂ ତୃତୀୟ କଥା ହେଲା ଯେ ଆମେ ଟାଇମ୍ ଟୁ ଟାଇମ୍ ଏହି ଆଇନ ବାବଦରେ ଯେଉଁ ସଚେତନତା କରିବା କଥା ତାକୁ ମଧ୍ୟ କରୁନାହୁଁ। ଯଦି କରାଯାଇଥାନ୍ତା ନିଶ୍ଚିତ ଭାବରେ ଏପରି ଘଟଣା କମି ଯାଇଥାନ୍ତା। DTV ଓଡ଼ିଆ ଦେଖିବା ପାଇଁ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ।